କରିବା ତାପରେ ମାନେ ପବିତ୍ର କାର୍ଯ୍ୟ କରିବାକୁ ଯିବା ପ୍ରାର୍ଥନା କରିବା ସମସ୍ତେ ନିରନ୍ତର କରିବା। ପ୍ରିୟ ପ୍ରଭୁ ତୁମର ନାମ ଧନ୍ୟବାଦ ହଉ, ପ୍ରଶଂସା ହଉ, ସମ୍ଭ୍ରମ ହଉ। ତୁମେ ମାନଙ୍କୁ ପ୍ରଭୁ ଗୋଟିଏ ପରିବାର ଦ୍ୱାରା ଏଠାରେ ଏକତ୍ରିତ କରି ଏବିଟା ସ୍ୱର୍ଗୀୟ ଦାନକୁ ଏବିଟା ହାଡ଼ ରକ୍ତ ମାଂସରେ ନିର୍ମିତ ଜୀବନ ଥିବା ଗୋଟିଏ ଶିଶୁକୁ ଏବିଟା ସ୍ୱର୍ଗୀୟ ଦାନକୁ ନାମ କରିବା ପାଇଁ ଆଣିଅଛ, ଏକତ୍ରିତ କରିଅଛ, ତୁମର ଉପସ୍ଥିତ ଦେଇଅଛ, ସେଥିପାଇଁ ଧନ୍ୟବାଦ ଦେଉଛୁ। ଏବିଟା ପରମେଶ୍ୱର ଧନ୍ୟବାଦ ଦେଉଛୁ ଶ୍ୟାମ ସୁନ୍ଦର ମାଝୀଙ୍କ ପାଇଁ, ସୁଜାତା ମାଝୀଙ୍କ ପାଇଁ। ଏ ପିତା ତାଙ୍କ କୋଳ ଦ୍ୱାରା ପ୍ରଭୁ ଆମେ ତିନିଟା ପିଲା ଦେଖୁଅଛୁ। ଦୁଇଟି ପ୍ରଭୁ ତୁମଠାରେ ଉତ୍ସର୍ଗିତ ହୋଇଅଛନ୍ତି। ବର୍ତ୍ତମାନ ଆମେ ଗୋଟିଏ ପୁଅକୁ ତୁମଠାରେ ରଖୁଅଛୁ। ତୁମେ ସହବର୍ତ୍ତୀ ହୁଅ। ଯେତେ ବି ପ୍ରଭୁ ବିଶୃଙ୍ଖଳା ଆତ୍ମା ଥାଏ, ଏ ପିତା ଦୁର୍ବଳ ବିଷୟ ଥାଏ, ଅନ୍ୟମନସ୍କ ବିଷୟ ଥାଏ, ଯୀଶୁଙ୍କ ନାମରେ ଦୂର କର। ଉପସ୍ଥିତ ଶ୍ରୋତା ଭକ୍ତା ଏପରିକି ଭଲେଣ୍ଟିୟର ଦିଦି ପାଳକ ଆଜ୍ଞାମାନଙ୍କୁ କର୍ମକର୍ତ୍ତାଙ୍କୁ ତୁମଠାରେ ରଖି ସୁନ୍ଦର ଭାବରେ ଆଶୀର୍ବାଦ କାମନା କରି ଯୀଶୁଙ୍କ ନାମରେ ପ୍ରାର୍ଥନା ମାଗୁଛୁ। ହାଲେଲୁୟା, ହାଲେଲୁୟା। ଏହି ସମୟରେ ମୁଁ ଆମର ରାୟଗଡ଼ା ଦିଦିଙ୍କୁ ମୁଁ ପ୍ରଭୁଙ୍କ ନାମରେ ଆହ୍ୱାନ କରି ସେ ଆଗକୁ ଆସିବେ ଏବଂ ଏହି ପବିତ୍ର କାର୍ଯ୍ୟକୁ ସମ୍ପାଦନ କରିବେ। ପ୍ରଭୁଙ୍କ ମୋର ନାମକୁ ଧନ୍ୟବାଦ ଦିଏ। ଆଜିର ମୋ ଦିନରେ ପ୍ରଭୁଙ୍କ ନାମ ଗୌରବ କରୁ। ପ୍ରଭୁଙ୍କର ଦାସଙ୍କୁ ଅର୍ଥାତ୍ ପାଷ୍ଟର ଶ୍ୟାମ ସୁନ୍ଦର ମାଝୀ ଏବଂ ଶ୍ରୀମତୀ ସୁଜାତା ମାଝୀଙ୍କୁ ଦେଇଥିବା ମଙ୍ଗଳ ଦାନ ଶିଶୁ ସନ୍ତାନକୁ ତାଙ୍କ ହସ୍ତରେ ସମର୍ପଣ କରିବା ପାଇଁ ସୁନ୍ଦର ସୁଯୋଗ ପାଇଥିବାରୁ ପ୍ରଥମେ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ପୁନର୍ବାର ପରିଚାଳନା କରୁଥିବା ପ୍ରେସିଡେଣ୍ଟ ପାଳକ ଉପସ୍ଥିତ ସମସ୍ତଙ୍କୁ ଏବଂ ସୁଦୂରରୁ ଆସିଥିବା ପ୍ରଭୁଙ୍କର ଦାସମାନଙ୍କୁ ସେମାନଙ୍କର ପରିବାରମାନଙ୍କୁ ରାୟଗଡ଼ା ସମ୍ମିଳନୀ ତରଫରୁ ଖ୍ରୀଷ୍ଟ ପ୍ରେମ ଶୁଭେଚ୍ଛା ଜ୍ଞାପନ କରୁଛୁ। ନମସ୍କାର। ଆମ୍ଭେମାନେ ପ୍ରଭୁଙ୍କ ନାମରେ ପାଷ୍ଟର ଶ୍ୟାମ ସୁନ୍ଦର ମାଝୀ ଓ ଶ୍ରୀମତୀ ସୁଜାତା ମାଝୀ ଏବଂ ସେମାନଙ୍କର ଶିଶୁ ପୁତ୍ରଙ୍କୁ ସ୍ୱାଗତ କରୁଅଛୁ। ଏହି ଉତ୍ସର୍ଗ ଉପାସନାରେ ଆମ୍ଭେମାନେ ପ୍ରଥମତଃ ସର୍ବଦ୍ରଷ୍ଟା ଏବଂ ଜୀବନଦାତା ଈଶ୍ୱରଙ୍କୁ ଏହି ଶିଶୁର ସୃଷ୍ଟି ଓ ଜନ୍ମ ନିମନ୍ତେ ଧନ୍ୟବାଦ ଦେବା। ଦ୍ୱିତୀୟତଃ ଏହି ପିତାମାତା ଓ ମଣ୍ଡଳୀ ସ୍ୱରୂପ ଆମ୍ଭେମାନେ ସମସ୍ତେ ଶପଥ କରିବା ଯେ ଈଶ୍ୱରଙ୍କ ସାହାଯ୍ୟରେ ତାଙ୍କର ସହକର୍ମୀ ସ୍ୱରୂପେ ଏହି ଶିଶୁକୁ ପ୍ରଭୁଙ୍କର ଶାସନ ଓ ଶିକ୍ଷାରେ ବଢ଼ାଇବା ନିମନ୍ତେ ଯତ୍ନ କରିବା। ତୃତୀୟତଃ ଆମ୍ଭେମାନେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ଯେ ତାହାଙ୍କର ଆଶୀର୍ବାଦ ଅବତରଣ କରି ଏହି ଶିଶୁଠାରେ ଅବସ୍ଥାନ କରିବ। ସତରେ ଏହି ସ୍ଥାନରେ ଲେଖାଯାଏ ଦ୍ୱିତୀୟ ବିବରଣୀ ତାର 6 ପର୍ବ 4ରୁ 7 ପଦର ଶେଷ ଯାଏଁ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ତାଙ୍କର ପିଲାମାନଙ୍କୁ କିପରି ସେମାନେ ପ୍ରତିପାଳନ କରିବେ ସେ ବିଷୟରେ ମୋଶେଙ୍କୁ ଏହି ବ୍ୟବସ୍ଥା ଦେଇଥିଲେ। ସେମାନେ କିପରି ସେ ତାଙ୍କର ପିଲାମାନଙ୍କୁ ପ୍ରତିପାଳନ କରିବେ ପ୍ରଭୁଙ୍କ ଶିକ୍ଷା ଦେଇ ଚେତନା ଦେଇ ତାଙ୍କ ପଛରେ କଡ଼େ ଆଣିବେ। ଏଠାରେ ଲେଖାଯାଏ, ହେ ଇସ୍ରାଏଲ ଶୁଣ, ପ୍ରଭୁ ଆମ୍ଭମାନଙ୍କର ଈଶ୍ୱର ଏକମାତ୍ର ପ୍ରଭୁ ଅଟନ୍ତି। ଆଉ ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ଦେଇ ପ୍ରଭୁ ତୁମ୍ଭ ଈଶ୍ୱରଙ୍କୁ ପ୍ରେମ କର। ପୁଣି ଏହି ଯେଉଁ ସକଳ କଥା ମୁଁ ଆଜି ତୁମ୍ଭକୁ ଆଜ୍ଞା କରୁଅଛି ତାହା ତୁମ୍ଭେ ଆପଣା ହୃଦୟରୁ ରଖିବ। ତୁମେ ଆପଣା ସନ୍ତାନଗଣକୁ ଯତ୍ନପୂର୍ବକ ତାହା ଶିଖାଇବ ଏବଂ ଆପଣା ଗୃହରେ ବସିବା ବେଳେ, ପଥରେ ଚାଲିବା ବେଳେ, ଶୟନ କରିବା ବେଳେ ଓ ଉଠିବା ବେଳେ ସେମାନଙ୍କ ସଙ୍ଗେ ସେ ବିଷୟରେ କଥାବାର୍ତ୍ତା କରିବ। ମଧ୍ୟ ଲେଖାଯାଏ, ଯେଉଁମାନେ ଏହି ସମସ୍ତ ବିଧି ବ୍ୟବସ୍ଥା ପାଳନ କରନ୍ତି ସେମାନଙ୍କର ସନ୍ତାନ ସନ୍ତତିମାନଙ୍କୁ ପୁତ୍ର ପୌତ୍ରାଧିକ୍ରମେ ପ୍ରଭୁ ଆଶୀର୍ବାଦ କରନ୍ତି। ମଧ୍ୟ ଆମେ ଦେଖୁଛୁ ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଜଗତରେ ଥିଲେ ସେ ସମୟରେ ଅନେକ ବାପା ମା ପିଲାମାନଙ୍କର ଆଶୀର୍ବାଦ ନିମନ୍ତେ ପ୍ରଭୁଙ୍କ ନିକଟକୁ ଆଣୁଥିଲେ। ଏଇଠାରେ ମାର୍କ ତାର 10 ପର୍ବ 13 ପଦରୁ 16 ପଦର ଶେଷ ଯାଏଁ ଏଠାରେ ଲେଖାଯାଏ, ସେ ଯେପରି ଶିଶୁମାନଙ୍କୁ ସ୍ପର୍ଶ କରନ୍ତି ଏଥିପାଇଁ ଲୋକେ ସେମାନଙ୍କୁ ତାହାଙ୍କ ନିକଟକୁ ଆଣିବାକୁ ଲାଗିଲେ। ମାତ୍ର ଶିଷ୍ୟମାନେ ସେମାନଙ୍କୁ ଧମକ ଦେଲେ। ଯୀଶୁ ତାହା ଦେଖି ବିରକ୍ତ ହୋଇ ସେମାନଙ୍କୁ କହିଲେ, ଶିଶୁମାନଙ୍କୁ ମୋ ନିକଟକୁ ଆସିବାକୁ ଦିଅ, ସେମାନଙ୍କୁ ମନା କର ନାହିଁ, କାରଣ ଈଶ୍ୱରଙ୍କ ରାଜ୍ୟ ଏହି ପ୍ରକାର ଲୋକମାନଙ୍କର। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଶିଶୁ ପରି ଈଶ୍ୱରଙ୍କ ରାଜ୍ୟ ଗ୍ରହଣ ନ କରେ ସେ କୌଣସି ପ୍ରକାରେ ସେଥିରେ ପ୍ରବେଶ କରିବ ନାହିଁ। ପୁଣି ସେ ସେମାନଙ୍କୁ କୋଳରେ ଘେନି ଓ ସେମାନଙ୍କ ଉପରେ ହାତ ଥୋଇ ସେମାନଙ୍କୁ ଆଶୀର୍ବାଦ କଲେ। ପ୍ରଭୁ ଗୌରବ ପାଆନ୍ତୁ। ଏହି ସମୟରେ ଆମମାନେ ପ୍ରାର୍ଥନା କରିବା। ପ୍ରାର୍ଥନା କରିବା।
ମଙ୍ଗଳମୟ ପ୍ରେମିକ ପିତା ପୁନର୍ବାର ତୁମ ନାମକୁ ଗୌରବ କରୁଛୁ।